ଭୋକରେ ମରିଯିବେ କିନ୍ତୁ ଏହି 13ଟି ଲୋକଙ୍କ ଉପରେ କେବେ ବି ବିଶ୍ୱାସ କରିବେ ନାହିଁ। ବନ୍ଧୁଗଣ, ଯଦି ଆପଣ ଏହି ଭିଡ଼ିଓକୁ ପୁରା ଦେଖିବେ ତାହେଲେ ଏଥିରେ ଆପଣଙ୍କୁ ନିଶ୍ଚୟ ଲାଭପ୍ରଦ ହେଲା ଭଳି ସନ୍ଦେଶ ମିଳିପାରିବ, ଯେଉଁଥିରେ ଆପଣଙ୍କ ଜୀବନରେ ବହୁତ କାମରେ ଆସିବ। ତ ଦର୍ଶକ ବନ୍ଧୁ, ପ୍ରସଙ୍ଗ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ମାର୍ଗଶିର ମାସରେ କମେଣ୍ଟରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ। ହେ ମା ଲକ୍ଷ୍ମୀ। ଯେଉଁମାନେ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରୁଛନ୍ତି ତାଙ୍କ ଘର ଧନଧାନ୍ୟରେ ପୂରି ଉଠୁ। ତ ଆସନ୍ତୁ ପ୍ରସଙ୍ଗ ଆରମ୍ଭ କରିବା। ବନ୍ଧୁଗଣ, ଏକ ପର୍ବତରେ ଏକ ପୁରୁଣା ବୃକ୍ଷ ଥିଲା। ସେଠାରେ ଶାଗୁଣା ରହୁଥିଲା, ଯିଏକି ବୃଦ୍ଧ ଓ ଦୁର୍ବଳ ହୋଇଯାଇଥିଲା ଏବଂ ସେ ଅନ୍ଧ ମଧ୍ୟ ଥିଲା। ସେଥିପାଇଁ ଏହି ଗଛରେ ବାସ କରୁଥିବା ସମସ୍ତ ପକ୍ଷୀମାନେ ଶାଗୁଣାକୁ ନିଜ ଖାଦ୍ୟରୁ କିଛି କିଛି ଦେଉଥାନ୍ତି, ଯେଉଁଥିରେ କି ଶାଗୁଣାର ଖାଦ୍ୟର ବ୍ୟବସ୍ଥା ହୋଇଯାଉଥାଏ। ଶାଗୁଣା ମଧ୍ୟ ସେହି ବୃକ୍ଷରେ ରହି ସମସ୍ତ ପକ୍ଷୀମାନଙ୍କୁ ନିଜ ଜୀବନର ଅନୁଭବରୁ କାହାଣୀ ଏବଂ କିଛି ଜ୍ଞାନର କଥା ଶୁଣାଉଥିଲା। ସେହି କାରଣରୁ ସେ ସମସ୍ତ ପକ୍ଷୀମାନଙ୍କର ପ୍ରିୟ ଓ ଆଦରଣୀୟ ପାତ୍ର ହୋଇ ରହିଥିଲା। ଏହିପରି ସେହି ବୃକ୍ଷର ପରିବେଶ ବହୁତ ସୁଖଦାୟକ ଏବଂ ଶାନ୍ତିଦାୟକ ଥିଲା। ଦିନକର କଥା, ଗୋଟିଏ ବିଲେଇ ପକ୍ଷୀମାନଙ୍କର ଛୁଆମାନଙ୍କୁ ଖାଇବା ପାଇଁ ସେହି ବୃକ୍ଷରେ ଆସି ପହଞ୍ଚିଲା। ପକ୍ଷୀମାନଙ୍କର ଛୁଆମାନେ ବିଲେଇକୁ ଦେଖି ଭୟରେ ଚିଁ ଚିଁ କରିବାକୁ ଲାଗିଲେ। ପକ୍ଷୀ ଛୁଆମାନଙ୍କର ଭୟାବହ ଶବ୍ଦ ଶୁଣି ଶାଗୁଣା ଜୋରରେ ପଚାରିଲା, କିଏ ତୁମେ? ଶାଗୁଣାର କଥା ଶୁଣି ବିଲେଇ ଭୟଭୀତ ହୋଇଗଲା ଏବଂ ଭାବିବାକୁ ଲାଗିଲା, ଫସିଗଲି। ମୁଁ ଏହି ବୃକ୍ଷକୁ ଆସି ଫସିଗଲି। ଲୋଭରେ ମୁଁ ଏହା କେଉଁ ଜାଗାକୁ ପଳାଇ ଆସିଲି। ଏଠାରେ ଜୀବନ ପ୍ରତି ସଙ୍କଟ ଅଛି। ଏହା କୌଣସି ଏକ ଶାଗୁଣା ପରି ଜଣାପଡ଼ୁଛି। ଯଦି ତାକୁ ମୋର ଆସିବାର କାରଣ ଜଣାପଡ଼ିଯିବ ତ ସେ ମୋତେ କେବେ ବି ଛାଡ଼ିବ ନାହିଁ। ବନ୍ଧୁଗଣ, ମୃତ୍ୟୁକୁ ନିକଟରେ ଦେଖି ବିଲେଇ କପଟ ବୁଦ୍ଧିର ଆଶ୍ରୟ ନେଲା ଏବଂ ଶାଗୁଣାକୁ ପ୍ରଣାମ କରି କହିଲା, ମହାରାଜ, ମୁଁ ଏକ ବିଲେଇ ଅଟେ। ବିଲେଇର ନାଁ ଶୁଣି ଶାଗୁଣା ଜୋରରେ ରଡ଼ିବାକୁ ଲାଗିଲା ଏବଂ ତାକୁ ଗାଳି ଦେଇ କହିଲା, ଆରେ ଦୁଷ୍ଟ ଶୈତାନ, ତୁ ଏଠାକୁ ଆସିବାକୁ ସାହସ କଲୁ କେମିତି? ତତେ ଜଣା ନାହିଁ ଏହି ବୃକ୍ଷର ରକ୍ଷଣାବେକ୍ଷଣ ମୁଁ କରେ। ଶାଗୁଣାର ଏହିଭଳି ଗାଳି ଶୁଣିବା ପରେ ବିଲେଇ ଅତ୍ୟନ୍ତ ଭୟଭୀତ ହୋଇଗଲା। ସେ ପୁଣି ତୁରନ୍ତ କପଟ ବୁଦ୍ଧିର ଆଶ୍ରୟ ନେଲା ଆଉ ଶୀଘ୍ର ଶାଗୁଣାର ପାଦ ତଳେ ପଡ଼ି କହିଲା, ମହାରାଜ, ପ୍ରଥମେ ଧୈର୍ଯ୍ୟର ସହିତ ମୋର କଥାଟିକୁ ଶୁଣନ୍ତୁ। ତାପରେ ଯଦି ମୁଁ ମାରିବା ପାଇଁ ଯୋଗ୍ୟ ଅଟେ ତାହେଲେ ମୋତେ ମାରିଦେବେ। ଅନ୍ଧ ଶାଗୁଣା କହିଲା, ଆରେ ଦୁଷ୍ଟ ବିଲେଇ, ତୁ ଏଠାକୁ କାହିଁକି ଆସିଛୁ? ବିଲେଇ କହିଲା, ମହାରାଜ, ପ୍ରତିଦିନ ନିୟମିତ ଭାବରେ ଗଙ୍ଗା ସ୍ନାନ କରିଥାଏ ଏବଂ ମୁଁ ମାଂସ ଖାଇବା ଛାଡ଼ି ଦେଇଛି। ମୁଁ ନିଜ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରୁଅଛି। ମୁଁ ଅନେକ ପକ୍ଷୀମାନଙ୍କ ଦ୍ୱାରା ଆପଣଙ୍କ ଧର୍ମଜ୍ଞାନର ବହୁତ ପ୍ରଶଂସା ଶୁଣିଛି। ମୁଁ ଆପଣଙ୍କ ପାଖକୁ ଧର୍ମଜ୍ଞାନ ପ୍ରାପ୍ତ କରିବା ଆଶାରେ ଆସିଛି, ଯେଉଁଥିରେ ମୋର ବି କିଛି କଲ୍ୟାଣ ହେବ। ମହାରାଜ, ମୁଁ ଆପଣଙ୍କ ସେବକ ଅଟେ। ଶ୍ରଦ୍ଧା ଭାବରେ ଆପଣଙ୍କ ପାଖକୁ ଆସିଛି। ଆପଣଙ୍କଠୁ ଜ୍ଞାନ ପ୍ରାପ୍ତ କରିବା ପାଇଁ ମୁଁ ବହୁତ ଆଶା ରଖିଛି। ସେଥିପାଇଁ ଦୟାକରି ଆପଣ ମୋତେ ତ୍ୟାଗ କରି ଦିଅନ୍ତୁ ନାହିଁ। ତାପରେ ଶାଗୁଣା କହିଲା, ଆରେ ବିଲେଇ, ତୁ ତ ମାଂସ ଭକ୍ଷକ ଅଟୁ। ଏଠାରେ ପକ୍ଷୀମାନଙ୍କର ଛୋଟ ଛୋଟ ଛୁଆ ରହନ୍ତି। ମୁଁ ସେମାନଙ୍କର ରକ୍ଷଣାବେକ୍ଷଣ କରିଥାଏ। ସେଥିପାଇଁ ତୁ ଏଠାରୁ ପଳେଇ ଯା। ତୋର ଆଉ ମୋର ମିତ୍ରତା ସମ୍ଭବ ନୁହେଁ। କୁହାଯାଏ
ଯେ ଯାହାର ଆଗରୁ କେବେ ଶତ୍ରୁତାପୂର୍ଣ୍ଣ ବ୍ୟବହାର ଦେଖାଯାଇଥାଏ ତା ଉପରେ ବିଶ୍ୱାସ କରିବା ମୃତ୍ୟୁକୁ ଡାକିବା ସହ ସମାନ ଅଟେ। ଶାଗୁଣାକୁ ମନାଇବାର ଚେଷ୍ଟା ଜାରି ରଖି ଏବଂ ଶାଗୁଣାକୁ ନିଜ ଉପରେ ବିଶ୍ୱାସ କରାଇବା ପାଇଁ ବିଲେଇ କହିଲା, ମହାରାଜ, ମୁଁ କେତେଜଣ ଧାର୍ମିକ ଗୁରୁଜନଙ୍କ ଠାରୁ ଶୁଣିଛି ଯେ ଅହିଂସା ହିଁ ପରମ ଧର୍ମ ଅଟେ। ଏଥିପାଇଁ ମୁଁ ମାଂସ ଭକ୍ଷଣ କରିବା ଛାଡ଼ି ଦେଇଛି। ମୁଁ କେବଳ ଫଳ ଏବଂ ଅନ୍ନ ଖାଇ ମୋ ଜୀବିକା ଚଳାଇଥାଏ। ଆଜି ମୁଁ ଆପଣଙ୍କ ଦର୍ଶନ ପାଇଁ ଧନ୍ୟ ହୋଇଗଲି, କାରଣ ସତ୍ପୁରୁଷଙ୍କ ଦର୍ଶନ ବଡ଼ ଭାଗ୍ୟଶାଳୀଙ୍କୁ ହିଁ ମିଳିଥାଏ। ଦୟାକରି ଆପଣଙ୍କ ଚରଣ ତଳେ ମୋତେ ରହିବାକୁ ଟିକିଏ ସ୍ଥାନ ଦିଅନ୍ତୁ। ଏହି ପ୍ରକାରେ ଶାଗୁଣା ବିଲେଇର ମିଠା ମିଠା କଥାକୁ ବିଶ୍ୱାସ କରିନେଲା। ତାକୁ ନିଜର ମିତ୍ର ଭାବରେ ଗ୍ରହଣ କରିନେଲା। ସେହି ଦିନଠାରୁ ସେହି ବିଲେଇ ସେଠାରେ ରହିବାକୁ ଲାଗିଲା। କିଛି ଦିନ ବିତିଗଲା। ସେ ବିଲେଇ ଶାଗୁଣାର ବିଶ୍ୱାସର ପାତ୍ର ହୋଇଗଲା। ସେଠାରେ ପକ୍ଷୀମାନଙ୍କର ଛୁଆମାନଙ୍କୁ ଦେଖି ତା ମୁହଁରେ ଲାଳ ବାହାରିବାକୁ ଲାଗିଲା। ତାର ପକ୍ଷୀମାନଙ୍କୁ ଖାଇବାକୁ ମନ ହେଲା। ଏତେ ଦିନ ରହିବା ପରେ ମଧ୍ୟ ସେ ଏହା ଜାଣିଗଲା ଯେ ଶାଗୁଣା ଅନ୍ଧ। ଏବେ ତାର ଭୟ ଶାଗୁଣାର ଅନ୍ଧ ହୋଇଥିବା କଥା ଜାଣି କମ୍ ହେବାକୁ ଲାଗିଲା। ସେ ଭାବିଲା ଯେ ଏହି ଅନ୍ଧ ଶାଗୁଣା ମୋର କ'ଣ କରିପାରିବ? ବନ୍ଧୁଗଣ, ଦିନକର କଥା। ସମସ୍ତ ପକ୍ଷୀ ଖାଦ୍ୟ ସନ୍ଧାନରେ ବାହାରକୁ ଯାଇଥିଲେ। ଏହି ସମୟରେ ବିଲେଇ ପକ୍ଷୀ ଛୁଆମାନଙ୍କୁ ଖାଇବାକୁ ଲାଗିଲା। ଯେତେବେଳେ ସନ୍ଧ୍ୟା ହୁଏ ଏବଂ ପକ୍ଷୀମାନେ ବସାକୁ ଫେରନ୍ତି, ଦେଖନ୍ତି ଯେ ତାଙ୍କ ଛୁଆମାନେ ହିଁ ନାହିଁ। ସେମାନେ ବହୁତ ଦୁଃଖ ଅନୁଭବ କରନ୍ତି। ଏହିପରି ଦୁଷ୍ଟ ବିଲେଇ ସମସ୍ତ ପକ୍ଷୀ ଛୁଆମାନଙ୍କୁ ଖାଇଗଲା। ଖାଇସାରିବା ପରେ ପକ୍ଷୀମାନଙ୍କର ହାଡ଼ ସବୁକୁ ଶାଗୁଣା ରହୁଥିବା ଶାଖା ପାଖରେ ଥିବା କଡ଼ରରେ ରଖି ଦେଉଥିଲା। ଅନ୍ଧ ହୋଇଥିବା ହେତୁ ଶାଗୁଣା ସେହି ବିଲେଇର ଦୁଷ୍ଟତାକୁ ଜାଣିପାରିଲା ନାହିଁ। ଦିନେ ସମସ୍ତ ପକ୍ଷୀମାନେ ଛୁଆମାନଙ୍କୁ ହରାଇଥିବା ଦୁଃଖରେ ଦୁଃଖିତ ହୋଇ ସବୁଆଡ଼େ ଖୋଜି ଖୋଜି ଶାଗୁଣା ରହୁଥିବା ଶାଖାରେ ଆସି ପହଞ୍ଚିଲେ। ସେଠାରେ ସେମାନଙ୍କୁ ବିଲେଇ ତ ଦେଖାଗଲା ନାହିଁ, କାରଣ ବିଲେଇ ପକ୍ଷୀ ଛୁଆମାନଙ୍କୁ ଖାଇ ସାରିବା ପରେ ସେହି ସ୍ଥାନରୁ ପଳାଇ ଯାଇଥିଲା। ସମସ୍ତ ପକ୍ଷୀ ଯେତେବେଳେ କରଡ଼ରେ ନିଜ ଛୁଆମାନଙ୍କର ହାଡ଼ ଦେଖିବାକୁ ପାଇଲେ, ରାଗରେ ସେମାନଙ୍କ ରକ୍ତ ଗରମ ହୋଇଗଲା। ସେମାନେ ଶାଗୁଣାକୁ ହିଁ ପକ୍ଷୀ ଛୁଆମାନଙ୍କର ହତ୍ୟାକାରୀ ବୋଲି ଭାବିନେଲେ। ତେଣୁ ସମସ୍ତ ପକ୍ଷୀମାନେ ମିଶି ସେହି ଶାଗୁଣାକୁ ନିଜ ଥଣ୍ଟରେ ଏବଂ ପଞ୍ଝାରେ ଖୁମ୍ପି ଖୁମ୍ପି ମାରିଦେଲେ। ବନ୍ଧୁଗଣ, ଗୋଟିଏ ଦୁଷ୍ଟ ବିଲେଇକୁ ସାଥିରେ ରଖିବା କାରଣରୁ ନିର୍ଦ୍ଦୋଷ ଶାଗୁଣା ନିଜର ପ୍ରାଣତ୍ୟାଗ କରିବାକୁ ପଡ଼ିଲା। ଏଥିପାଇଁ କୁହାଯାଏ, ଦୁଷ୍ଟ ବ୍ୟକ୍ତିର ସଙ୍ଗତ ସବୁବେଳେ ଖରାପ ହୋଇଥାଏ। ବିଚାରା ଶାଗୁଣା ତ ସମସ୍ତ ପକ୍ଷୀଙ୍କର ରକ୍ଷା କରୁଥିଲା, କିନ୍ତୁ ଗୋଟିଏ ଦୁଷ୍ଟ ବିଲେଇ ସହିତ ମିତ୍ରତା ପାଇଁ ଅନେକ ପକ୍ଷୀ ଛୁଆମାନଙ୍କର ଜୀବନ ଯିବା ସଙ୍ଗେ ସଙ୍ଗେ ବିଚାରା ଶାଗୁଣାର ମଧ୍ୟ ଜୀବନ ଗଲା। କୁହାଯାଏ ଯେ ଯେଉଁ ମନ୍ଦବୁଦ୍ଧି ଉଚିତ ରୂପରେ ମିତ୍ରତା ମନରେ ଥିବା ଭଲ ମନ୍ଦକୁ ଭାବକୁ ନ ବୁଝି ତାକୁ ମିତ୍ରତା କହିଥାଏ, ତାର ମୈତ୍ରୀ ରୂପୀ ଧନ ନଷ୍ଟ ହୋଇଯାଏ। କୁହାଯାଏ ଯେ ମୂର୍ଖକୁ ଉପଦେଶ ଦେବା କ୍ରୋଧକୁ ବଢ଼ାଇଥାଏ, ସେଥିପାଇଁ ତାକୁ ଶାନ୍ତି ମିଳିନଥାଏ। ସର୍ପକୁ ଗୋରସ ପିଆଇବା ବିଷକୁ ବଢ଼େଇଥାଏ, ସେଥିପାଇଁ ଅମୃତ ହୁଏ ନାହିଁ। ନୀଚ ଲୋକ ସହିତ ଘନିଷ୍ଠତା ଅସୁବିଧାକୁ ବଢ଼େଇଥାଏ। ବିଦ୍ୱାନ ପୁରୁଷମାନେ କହନ୍ତି ଯେ ଯେଉଁ ଭଲ ଲୋକ ଦୁଷ୍ଟ ଲୋକକୁ ତ୍ୟାଗ ନ କରି ତାଙ୍କ ସାଥିରେ ହିଁ ମିଳିମିଶି ରହିଥାନ୍ତି ଏବଂ ଏହା କରିବା ଦ୍ୱାରା ଅପରାଧ ଦଣ୍ଡର ଭାଗିଦାର ନିର୍ଦ୍ଦୋଷ କିଛି ଲୋକ ବି ଦୁଷ୍ଟ ଲୋକ ସହିତ ସମାନ ହୋଇଥାନ୍ତି। ଯେମିତି ଶୁଖିଲା କାଠ ସହିତ
ମିଶି କଞ୍ଚା କାଠ ବି ଜଳି ଯାଇଥାଏ। ବନ୍ଧୁଗଣ, ଏହି 13ଟି ଲୋକଙ୍କୁ କେବେ ବି ବିଶ୍ୱାସ କରିବା ଉଚିତ ନୁହେଁ। ପ୍ରଥମଟି ହେଲା ଅଳସୁଆ, ଦ୍ୱିତୀୟଟି ଅଭିମାନୀ, ତୃତୀୟଟି ହିଂସାପରାୟଣ, ଚତୁର୍ଥଟି ନୀଚ, ପଞ୍ଚମଟି ଅଜ୍ଞାନ, ଷଷ୍ଠରେ ଚତୁର, ସପ୍ତମରେ ଶତ୍ରୁ, ଅଷ୍ଟମଟି ଭୟଭୀତ, ନବମଟି ନିର୍ଦ୍ଦୟ, ଦଶମଟି ନାସ୍ତିକ, ଏକାଦଶଟି କ୍ରୋଧୀ, ଦ୍ୱାଦଶଟି ଚୋର ଓ ତ୍ରୟୋଦଶୀଟି ହେଲା ଲୋଭୀ। କାହାଣୀ କେମିତି ଲାଗିଲା ମତାମତ ନିଶ୍ଚୟ ଦିଅନ୍ତୁ। ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ଦର୍ଶକ ବନ୍ଧୁ, ପୁଣି ଦେଖାହେବ ପରବର୍ତ୍ତୀ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଜୟ ମା ଲକ୍ଷ୍ମୀ।